हाय हेलो नमस्ते गुड इवनिंग ଶୋଛନ୍ତି ଆଜି ହେଉଛି ରବିବାର ଆଶା କରେ ଆଜିର ଦିନରେ ସମସ୍ତଙ୍କୁ ଭଲରେ କଟିଯାଇଥିବ ଆଉ ଇଭିନିଂଟା ବି ଭଲରେ କଟିଯିବ ଯାହାର ମର୍ଣ୍ଣିଂରେ ହେଇନଥିଲା ଭଲ ମନ୍ଦ ସନ୍ଧ୍ୟାବେଳେ ହେବ ଆଶା କରେ ହେଲା ଆଉ ଆମର ବି ଚାଲିଛି ଆଜି ଟିକେ ଚିକେନ୍ ରୋଷେଇ ପାଗ ପୁରା ଅଛି କଅଁଳିଆ ନମନୀୟ କମନୀୟ ମାନେ ଦିନ ସାରା ଟିକେ ବର୍ଷା ଦେଇଛି ଝିପିଝିପି ଦେଇଥିଲେ ବି ଦେଇଛି ବର୍ଷା ସେଥିପାଇଁ ସନ୍ଧ୍ୟାବେଳେ ଟିକେ ଚିକେନ୍ ନେଇ ଆସିଛି ଆଜି ଟିକେ ଏକ୍ସପେରିମେଣ୍ଟାଲ ଚିକେନ୍ କରିବା ଚାରୁ ମଗଜ ଦେଇକି ରୋଷେଇ କରିବା ମସଲା କଷିଲା ପରେ ଚାରୁ ମଗଜଟା ଦେବା ଆଗରୁ ବି କରିଛି ଯେ ଆଜି ଟିକେ ଭଲସେ କରିବା ପାଇଁ ଚେଷ୍ଟା କରିବା ଆଉ ଯେହେତୁ ଭିଡ଼ିଓଟା ବନାଉଛି ଚାରୁ ମଗଜ ସେତେବେଳକୁ ନେଇ ଆଶା ହେଇଥିଲା ଘର ପ୍ରତିଷ୍ଠା ବେଳକୁ ଟିକେ ବେଶୀ ଆମାଉଣ୍ଟର ବଳିଯାଇଛି ରହିଗଲେ ସେଗୁଡ଼ା ଖରାପ ହେଇଯିବ ଦାମିକିଆ ମସଲା ନା ଟିକେ ଏକ୍ସପେରିମେଣ୍ଟ କରିଦେବା ଆଉ ସେତେବେଳେ ଆମେ ସବୁ ଭେଜ୍ କରିଥିଲୁ ସେତେବେଳେ ଚାରୁ ମଗଜ ଦରକାର ହେଇଥିଲା ଆଉ ବହୁତ ଦିନ ହେଲା ତ ପନିର ଫନିର ହେଉନି ସେଥିପାଇଁ ଚିକେନରେ ଟିକେ ମିଶେଇକି ରାନ୍ଧିଦେବା ଦେଖିବା କେମିତି ଲାଗିବ। ପିଆଜ ପାଖାପାଖି ହେଇଗଲାଣି ପିଆଜ କଷା ଚାଲିଛି ରେଡ଼ି ହେଇଗଲାଣି ଇଏ ତ ଆମର ଗୁଣ୍ଡ ମସଲା ଯାହା ଯାହା ଦିଆଯାଏ ଚିକେନ୍ ମସଲା ଥିବ ଗରମ ମସଲା ଥିବ ଏପଟେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଇଟିସି ଇଟିସି ଧଣିଆ ଫଣିଆ ଇଏ ହେଲା ଚାରୁ ମଗଜ ଏଇଠି ବଟା ହେଇକି ରଖା ହେଇଛି ହେଲା ଦେଖିବା ଦେଲା ପରେ ମସଲାର ସ୍ଥିତି କ'ଣ ଚିକେନ୍ କେମିତି ଲାଗୁଛି। ଉତ୍ତମ ଭାବେ ମସଲା କଷା ହେଲା ପରେ ଚିକେନ୍ ପକାଇ ଦେଇଛି ବର୍ତ୍ତମାନ ୟାକୁ ଘୋଡ଼େଇ ଦେବା। ଏପଟେ ଆମ ଚିକେନ୍ କଷା ରେଡ଼ି ହେଇଯାଇଛି ବୋଧହୁଏ ବେଶୀ ମସଲା ହେଇଯାଇଛି ମା ଏପଟେ ଆଳୁ ସିଝେଇ ଦେଇଥିଲା ଆଳୁ ଗୁଡ଼ା ଚୋପା ଛଡ଼େଇ ଦେଇଛି ବର୍ତ୍ତମାନ ଏଇଠି ଆଳୁ ଆଡ଼୍ କରି ଦେବା। ଚିକେନ୍ ଝୋଳ ରେଡ଼ି ବର୍ତ୍ତମାନ ଖାଇବା ପାଇଁ ନିଜକୁ ନିଜେ ପ୍ରସ୍ତୁତ କରିବା ମୋ କାମ ସରିଲା ବର୍ତ୍ତମାନ। ତୁ ଖାଲି ଖାଇକି କହ ଫାଷ୍ଟ ବାଇଟ୍ଟା ନା କେମିତି ଲାଗୁଛି କହ ଟେଷ୍ଟ କର କଡ଼ା ହେଇଯାଇଛି ଲୁଣ ବେଶୀ ହେଇଯାଇଛି ଟିକେ କଡ଼ା ହେଇଛି ନା ପାଗଟା ସେମିତି ଅଛି ଚଳିଯିବ ଖାଇବା।